ମୁଁ ଅବଦୁଲ ମାଲିକ ଅମିର ଜମାତ ଅହମଦିଆ କରଡ଼ାପଲ୍ଲୀ। ଆଜି ଇଦ୍ ହେଉଛି ଗୋଟିଏ ଖୁସିର ଦିବସ। ଆଜି ଆମ୍ଭେ ସାରା ବିଶ୍ୱରେ ଅହମଦିଆ ସମ୍ପ୍ରଦାୟ ଓ ତଥା ସବୁ ମୁସଲିମ ସମ୍ପ୍ରଦାୟ ମଧ୍ୟ ଆଜି ଏହି ଇଦ୍କୁ ଖୁସିର ସହିତ ପାଳନ କରୁଛନ୍ତି। ଏହା କେବଳ ନିଜର ଖୁସି ନୁହଁ, ନିଜର ସାହି ବନ୍ଧୁ କୁଟୁମ୍ବ ଜ୍ଞାତି ସମସ୍ତଙ୍କ ପାଇଁ ଖୁସିର ଦିବସ। ତେଣୁ ଆମେମାନେ ପ୍ରୟାସ କରୁଛୁ ଯେ ଆମେ ଖୁସି ମନାଇବା ସଙ୍ଗେ ସଙ୍ଗେ ଆମର ଯେଉଁ ଗରିବ ଭାଇ ଭଉଣୀ ସମସ୍ତେ ମଧ୍ୟ ଖୁସିରେ ସାମିଲ ହୁଅନ୍ତୁ। ଆମେ ତାଙ୍କୁ ସବୁ ପ୍ରକାର ସହଯୋଗ କରୁଛୁ। ଆଉ ବିଶ୍ୱ ଶାନ୍ତି ପାଇଁ ମଧ୍ୟ ଆମେ ପ୍ରାର୍ଥନା କରୁଛୁ ଓ ପ୍ରଚେଷ୍ଟା କରୁଛୁ। ବିଶ୍ୱ ଭ୍ରାତୃଭାବ ପାଇଁ ମଧ୍ୟ ଆମେ ସବୁବେଳେ ଚେଷ୍ଟାରତ। ମୋ ନାଁ କରାମତ ଅହମଦ ହେଉଛି। ମୋ ଇମାମ ମସଜିଦ୍ ହେଉଛି ମସଜିଦ୍ର। ଆଉ ବର୍ତ୍ତମାନ ଆମେ ଯେଉଁ ଇଦ୍ ପାଳନ କରୁଛେ ସିଏ ଗୋଟେ ମାସ ପୁରା ସମ୍ପୂର୍ଣ୍ଣ ରୂପରେ ରୋଜା ରଖିବା, ଯାହାକୁ ଆମେ ଉପବାସ ବି କହୁଛେ। ତାପରେ ଆମେ ଚାନ୍ଦ ଦେଖି ପୁଣି ଅଫତାର କରନ୍ତି, ଅର୍ଥାତ୍ ଇଦ୍ ମନା ହୁଏ। ଇଏ ଆଲ୍ଲାହ ତାଆଲା ପ୍ରଭୁଙ୍କର ହୁକୁମ ଅନୁଯାୟୀ, ତାଙ୍କର ବାର୍ତ୍ତା ଅନୁଯାୟୀ, ଯାହାକି ଆମର ପବିତ୍ର କୁରାନରେ ଉଲ୍ଲେଖ ଅଛି ଯେ ଗୋଟେ ମାସ ଧରି ଯଦି କିଏ ମଣିଷ ଉପବାସ କରୁଛି, ଆଲ୍ଲାହ ତାଆଲାର ଉପାସନା କରୁଛି, ତେବେ ଆଲ୍ଲାହ ତାଆଲା ତାର ପ୍ରାର୍ଥନାକୁ, ତା ଦୁଆକୁ ନିଶ୍ଚିତ ଭାବରେ ପୂରଣ କରୁଛି ଏବଂ ତାର ସମସ୍ତ ପ୍ରକାରର ମନସ୍କାମନାକୁ ଆଲ୍ଲାହ ତାଆଲା ପୁରା କରୁଛି। ସେଥିଯୋଗୁଁ ଇଏ ସାରା ବିଶ୍ୱର ମୁସଲମାନମାନେ ଏ ଦିନକୁ ମନାନ୍ତି ଏବଂ ରୋଜା ରଖନ୍ତି ଏବଂ ରୋଜା ପରେ ଯେଉଁ ଖୁସି ମନା ହୁଏ ସେହି ଖୁସି ଉପଲକ୍ଷେ ଆମେ ଇଦ୍ ମନାଯାଉ। ଆଉ ଏହି ଇଦ୍ର ମେନ୍ ମକସଦ ହେଉଛି ଯେ ସମସ୍ତଙ୍କୁ ଏକାଠି କରି ଗୋଟେ ଭାଇଚାରା ରୂପରେ ସମସ୍ତଙ୍କ ସାଥିରେ ମିଶିବା, କାହାରି ସାଥିରେ କୌଣସି ପ୍ରକାରର ଇଏ ରଖିବା ନାହିଁ କି ଦୁଶ୍ମନୀ ରଖିବା ନାହିଁ, କାହା ସାଥିରେ କୌଣସି ପ୍ରକାର କଳହଳ କରିବା ନାହିଁ, ସମସ୍ତଙ୍କୁ ଭାଇଚାରାର ସନ୍ଦେଶ ଦେବା, ଯେଉଁଟାକି ଆମ ଜମାତର ମକସଦ ହେଉଛି ଯେ ଲଭ୍ ଫର୍ ଅଲ୍, ହାଟେଡ୍ ଫର୍ ନନ୍। ବିସ୍ମିଲ୍ଲାହିର୍ରହମାନିର୍ରହିମ୍। ମୁଁ ହେଲି କରଡ଼ାପୁର ଯୁବଗୋଷ୍ଠୀର ସଭାପତି ସରାଫତ ଅଲି ଖାଁ। ଦେଖନ୍ତୁ, ପବିତ୍ର ଇଦ୍ରେ ଆଲ୍ଲାହ ତାଆଲା ପ୍ରଭୁଙ୍କ ଯୋଗୁଁ ଆମେ ଯେଉଁ 1 ମାସ ଉପବାସ ରଖିଥିଲୁ, ସେ ଖୁସି ଉପଲକ୍ଷେ 1 ମାସ ପୁରା ହେବା ପରେ ସେ ଖୁସି ଉପଲକ୍ଷେ ଆଜି ସାରା ବିଶ୍ୱରେ, ଖାଲି ଆମ ଓଡ଼ିଶା ନୁହଁ, ସାରା ବିଶ୍ୱରେ ଆଜି ଇଦ୍ ମନାଯାଉଛି। ତେଣୁ ଏ ଗୋଟେ ଖୁସିର ଦିନ, ଭାଇଚାରାର ଦିନ। ଗରିବ ଅମିର ସମସ୍ତେ ମିଳିମିଶି ଏହି ପର୍ବରେ ଆମେ ସମସ୍ତେ ଏକାଠି ହୋଇ ପ୍ରଭୁଙ୍କ ଶୁକ୍ରିଆ ଆଦାୟ କରିବା ପାଇଁ ଆମେ ଇଦ୍ ପାଠ, ନମାଜ ପାଠ ଆମ ଜାମେ ମସଜିଦରେ କରାହେବ।